জননী লোহ আমার জীবন ঘিরে লোহ আমার জীবন ঘিরে সংসারে সব কাজে ধ্যানে জ্ঞানে হৃদয়ের হে সখা মম হৃদয়ের হে সখা মম হৃদয়ের। ସୁପ୍ରଭାତ। ଆଜିର ଏଇ ଶୀତୁଆ ସକାଳକୁ ସମସ୍ତଙ୍କୁ ସ୍ୱାଗତ। ଭାରତବର୍ଷର ଜ୍ୟୋତିଷ ଶାସ୍ତ୍ର ବେଦାଙ୍ଗ ଜ୍ୟୋତିଷ ଅନୁସାରେ ଏହି ମକର ସଂକ୍ରାନ୍ତି ହେଉଛି ଭାରତବର୍ଷର ନବବର୍ଷ। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ। ଏହି ଉତ୍ତରାୟଣ ଗତି ହେଉଛି ଗୋଟିଏ ଉର୍ଦ୍ଧାୟନ ଯାତ୍ରା ସୂର୍ଯ୍ୟଙ୍କର। ତେଣୁ ଏହି ଯାତ୍ରାକୁ ସୂର୍ଯ୍ୟଙ୍କ ବର୍ଷର ଆରମ୍ଭ ଯାତ୍ରା ବୋଲି କୁହାଯାଏ। ସେଥିପାଇଁ ପ୍ରାୟ ଭାରତୀୟ ସାରା ସମଗ୍ର ପୃଥିବୀ ଏହି ସମୟଟାକୁ ବର୍ଷର ଆରମ୍ଭ ବୋଲି ବି କହେ। ତ ଜର୍ନି ଶବ୍ଦରୁ ଜାନୁଆରୀ ହେଇଛି। এই ଜର୍ନିଟା ହେଉଛି ସୂର୍ଯ୍ୟଙ୍କର ଜର୍ନି। ତେଣୁ ବେଦାଙ୍ଗ ଜ୍ୟୋତିଷର ଯେଉଁ ପ୍ରବକ୍ତା ଋଷି ଲଗଧ ମହର୍ଷି ତାଙ୍କ ବେଦାଙ୍ଗ ଜ୍ୟୋତିଷରେ ରଚନା କରିଛନ୍ତି ଯେ ମକର ମାସର ଆରମ୍ଭ ବର୍ଷର ଆରମ୍ଭ। ସେହି ଅନୁସାରେ ଆମେ ଆଜି ଗୋଟେ ନବବର୍ଷର ଶୁଭେଚ୍ଛା ସମସ୍ତଙ୍କୁ ଆମେ ନବବର୍ଷ ପାଳନ କରୁଛୁ। ଏହି ଉପନିଷଦ ସହ ଆମେ ତୈତ୍ତରୀୟ ଉପନିଷଦର ବ୍ରହ୍ମାନନ୍ଦ ବଲ୍ଲୀକୁ ଅଧ୍ୟୟନ କରିବା, ଆଲୋଚନା କରିବା ଆଉ ପରମ ବ୍ରହ୍ମଙ୍କୁ ବୁଝିବା ପାଇଁ ଏବଂ ତାଙ୍କ ମନ୍ତ୍ରକୁ ଆମର ଶୁଦ୍ଧ ବୃତ୍ତିରେ ଶୁଦ୍ଧ ବୁଦ୍ଧିବୃତ୍ତିରେ ତାଙ୍କୁ ଅନୁଭବ କରିବା ପାଇଁ ଗୋଟେ ଗହ୍ୱର ମଧ୍ୟକୁ ଏହି ମନ୍ତ୍ର ଆମକୁ ନେଇଯିବ। ତେଣୁ ଆମେ ଆଲୋଚନା କରିବା ପୂର୍ବରୁ ସେ ବୀଜ ମନ୍ତ୍ର ଓଁକାର ନାଦ ଶବ୍ଦକୁ ତ୍ରିବାର ଉଚ୍ଚାରଣ କରିବା ଏବଂ ଆଜିର ଅଧ୍ୟୟନ କାର୍ଯ୍ୟକ୍ରମକୁ ଆଗେଇ ଯିବା। हे परमोच्च प्रभु चिरंतन सत्य आमे केवल तुमरी आज्ञावह होई उठू ओ सत्यर विधान को आश्रय करी जीवन धारण करू। ଆଜିର ଏହି ସୁନ୍ଦର ସକାଳରେ ବ୍ରହ୍ମାନନ୍ଦ ବଲ୍ଲୀର ପ୍ରାରମ୍ଭରେ ଆମେ ଶାନ୍ତି ମନ୍ତ୍ର ଉଚ୍ଚାରଣ କରିଥିଲୁ। ଆଜି ମଧ୍ୟ ସେହି ଶାନ୍ତି ମନ୍ତ୍ରକୁ ଏକତ୍ର ଉଚ୍ଚାରଣ କରିବା ଏବଂ ତାର ଭାବାର୍ଥକୁ ଆଲୋଚନା କରିଥିଲୁ। ଆଜି ମଧ୍ୟ ସେହି ଭାବାର୍ଥକୁ ମନେ ମନେ ହୃଦୟଙ୍ଗମ କରିବା। ଓ
हरि ओम। सहना भवतु सहनो भुनक्तु सह वीर्यं करवावहे तेजस्विनावधितमस्तु मा विद्विषावहे। ओम शांति शांति शांति। परम प्रभु श्री अरविंद यही मंत्र उच्चारण करने पूर्वर हरि ओम शब्दटी लगेइछन्ति। हरति इति हरि, जे आम भितरे अविद्या को अज्ञानता को अशुद्धता को हरण करती से होचंती हरि। हरि शब्दटी बहु जगार उपनिषद रे श्वेताश्वतर उपनिषद रे भी मध्य वर्णना अछि। एवं से हरि ही आमको सहना भवतु, आमको एकत्र आम गुरु शिष्य समस्त को आमको सुरक्षा प्रदान करंतु, एकत्र आमको अध्ययन ज्ञान द्वारा अधिकारी करांतु। आम जेपरी तांकर से ज्ञान को उपभोग करने को समर्थ हो। तेणु तेजस्विनावदितमस्तु, आमको एकत्र भाव शक्ति और सामर्थ्य जुगांतु। तेजस्विनावधितमस्तु मा विद्विषावहे। एवं आमे जेपरी से अध्ययन करी तांकर आलोक और सामर्थ्य परिपूर्ण होई आमे तेजशील हो एवं आम कहारी प्रति आमर जेपरी विद्वेष भाव न रहो। एमिति एक सुंदर जीवनर सुंदर सहयोगितार विद्याध्ययन भितरे से परम प्रभुंकर परम शांति अवतरण करंतु। ओम शांति शांति शांति। एहीपरि एक मंत्र सहित से ब्रह्मानंद बोलीर प्रथम मंत्र उच्चारण करथिले। आमे समस्ते मध्य तक अध्ययन करिथिलु। आमे यही जो मंत्र जो भगवान को संबंध रे से परम प्रभु को परमात्मा को संबंध रे जो परिचय प्रदान करुछंती महान ऋषि माने एवं तांको प्राप्त करिछंती एवं तांको पाइछंती, कोठु पाइछंती, किमिति पाइछंती एवं तांको स्वरूप कौन से संबंध रे से आमको गोटे अवधारणा दौरान यही मंत्र रे। एवं श्री अरविंद से ऋषि मानकर अवधारणा को सी मध्य तांकर साधना एवं अनुशीलन द्वारा से अति सुंदर भाव ताको वर्णना करिछंती। आमे समस्ते मिसी से कथा को पढ़िबा एवं से जे हमर इंद्रिय ग्राह्य हेई परिबे सेतिपई आमर जो यात्राटी किपरि हवा उचित से संपर्क रे श्री अरविंद सुंदर भाव आमको आलोचना करूछंती। आम आगे से आलोचना गुड़ी को अध्ययन करिबा। तेणु से प्रथम मंत्र रे से आलोचना करुचंती ब्रह्मविद आपनति परम। से ब्रह्मविद माने से ब्रह्म जिज्ञासु अर्थात ब्रह्मज्ञाता माने से परम को प्राप्त करती। एणु बहु पूर्वरु यही कथा
ବହୁ ପ୍ରାଚୀନ ଜଗତରୁ ପ୍ରାଚୀନ ସମୟରୁ ଏହି କଥାକୁ ଆଲୋଚନା କରିଛନ୍ତି ଏବଂ ସେ କହୁଛନ୍ତି ଏ ତଦେଶ ଭୁକ୍ତା ଏବଂ ସେହି ଋଷିମାନଙ୍କ ଉକ୍ତ ସେ ବ୍ରହ୍ମଙ୍କ ସମ୍ବନ୍ଧରେ ଯାହା କହିଛନ୍ତି ତାଙ୍କର ଅନୁଶୀଳନ ଦ୍ୱାରା ଯେ ବ୍ରହ୍ମ ହେଉଛନ୍ତି ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍, ସେ ହେଉଛନ୍ତି ସତ୍ୟ ଜ୍ଞାନ ଅନନ୍ତ। ତାକୁ ବହୁ ପୂର୍ବରୁ ସେ କହୁଥିଲେ ଯେ ବ୍ରହ୍ମଙ୍କୁ ବ୍ୟକ୍ତ କରିହେବ ନାହିଁ। ଦଦୃଶଂ ଗୂଢ଼ମନୁ ପ୍ରବିଷ୍ଟମ୍ ଗୌହରେଷ୍ଠଂ ପୁରାଣମ୍, ସେ ଦୁର୍ଦ୍ଦର୍ଶ ତାକୁ ଦେଖି ହେବ ନାହିଁ। ଗୂଢ଼ମନୁ ପ୍ରବିଷ୍ଟଂ, ଏତେ ଗୂଢ଼ ଯେ ତାଙ୍କୁ କୌଣସି ପ୍ରକାର ସଂଜ୍ଞା ଦେଇ ହେବ ନାହିଁ। ଏବଂ ଅନ୍ୟ ଉପନିଷଦ ମାନଙ୍କରେ ସେ କହୁଛନ୍ତି ଯେ ତାକୁ ମନ ନା ଦେଖି ଜାଣିପାରିବ। ନ ତତ୍ର ଚକ୍ଷୁର୍ଗଚ୍ଛତି ନ ବାଗ୍ଗଚ୍ଛତି ନ ମନଃ ନ ବିଦ୍ମଃ ନ ବିଜାନୀମଃ, ଯଦି ତାଙ୍କୁ ଜାଣି ହେବ ନାହିଁ, ମନ ଜାଣିପାରିବ ନାହିଁ, ଚକ୍ଷୁ ଦେଖିପାରିବ ନାହିଁ, କର୍ଣ୍ଣ ଶୁଣିପାରିବ ନାହିଁ, ତାହେଲେ ସିଏ ଅଛନ୍ତି ବୋଲି ଆମେ କେମିତି କହିପାରିବା? ଏବଂ ସିଏ ଏଇ ମନ, ଏଇ ଚକ୍ଷୁ, ଏଇ ଇନ୍ଦ୍ରିୟମାନଙ୍କର ଗ୍ରହଣଶୀଳ ଶକ୍ତିର ବହୁ ଉର୍ଦ୍ଧ୍ୱରେ ଆଉ ଗୋଟେ ଚକ୍ଷୁ ରହିଛି, ଆଉ ଗୋଟେ ମନ ରହିଛି, ଆଉ ଗୋଟେ ବୁଦ୍ଧି ରହିଛି, ଆଉ ଗୋଟେ କର୍ଣ୍ଣ ରହିଛି। ତାଙ୍କ ଦ୍ୱାରା ଦେଖି ହେବ ବୋଲି, ଜାଣି ହେବ ବୋଲି, ସେ ସେଇଠି ଧରା ଦେବେ ବୋଲି ଉପନିଷଦ ମାନଙ୍କରେ ଋଷିମାନେ କହିଛନ୍ତି। କିନ୍ତୁ ଏଇଠି ସେଇ ଋଷିମାନେ ତାଙ୍କୁ ତାଙ୍କର ଏଇ ଜୀବଦଶା ଭିତରେ ତାଙ୍କୁ ପାଇଛନ୍ତି ଏବଂ କି ପ୍ରକାରରେ ସେମାନେ ପାଇଛନ୍ତି? ସେ ସତ୍ୟ ରୂପରେ ପାଇଛନ୍ତି, ଜ୍ଞାନ ରୂପରେ ପାଇଛନ୍ତି, ଅନନ୍ତ ରୂପରେ ତାଙ୍କୁ ପ୍ରାପ୍ତ କରିଛନ୍ତି। ଆମେ ସତମାନେ ସତ୍ୟ ଜ୍ଞାନ ଅନନ୍ତକୁ ଆମେ ଆମ ଭାଷାରେ ବା ଆମର ବୁଦ୍ଧିବୃତ୍ତିରେ ଯାହା ଯେ ପ୍ରକାର ବୁଝୁ, ଯେ ସତ୍ୟ କହିବା, ସତ୍ୟ ପଥରେ ଚାଲିବା, ଗୋଟେ ସତ୍ୟ ଗୋଟେ କ୍ରିୟା। ଜ୍ଞାନ ମଧ୍ୟ ସେଇଆ। ଜ୍ଞାନର ମଧ୍ୟ ଦୁଇ ପ୍ରକାର ଅବସ୍ଥା ଅଛି। ଗୋଟେ ଜ୍ଞାନ ଶୁଦ୍ଧ ଜ୍ଞାନ, ଗୋଟେ ଅଶୁଦ୍ଧ ଜ୍ଞାନ। ଏମିତି ଭାବ ସିଏ ବି ଗୋଟେ କ୍ରିୟା ଯେମିତି। ଏବଂ ଏଠି ସେ କହୁଛନ୍ତି ନା ସିଏ କ୍ରିୟା ବି, ସିଏ ମଧ୍ୟ ବିଶେଷ୍ୟ ପଦବୀ। ଏବଂ ତାଙ୍କୁ ସେ ପ୍ରାପ୍ତ କରିହେବ, ଏଇ ପ୍ରାପ୍ତ କରିଛନ୍ତି ସେମାନେ ଏବଂ ପ୍ରାପ୍ତ ବି କରିହେବ। ଏବଂ ସେମାନେ କେଉଁଠି ସେ ପ୍ରାପ୍ତ କଲେ? ଏ ଋଷିମାନେ ୟୋ ବେଦ ନିହିତ ଗୁହାୟାମ୍ ପରମବ୍ୟମ୍, ତାଙ୍କୁ ସେମାନେ ଦେଖିଲେ, କେଉଁଠି ଜାଣିଲେ ନା ସେ ନିହିତ ଗୁହାୟାମ୍, ହୃଦୟ ଗହ୍ୱର ମଧ୍ୟରେ ତାଙ୍କୁ ପ୍ରାପ୍ତ କଲେ। ସେ ହୃଦୟ ଗହ୍ୱର ସେ ଭିତରେ ସେ ଗୁପ୍ତ ପରମ ଆକାଶ ରହିଛି। ସେ ପରମ ଆକାଶ ମଧ୍ୟରେ ସେ ବିରାଜମାନ କରିଛନ୍ତି। ପରମବ୍ୟମନ୍ ଗୌହାହିତଂ ଗୌହରେଷ୍ଠଂ ପୁରାଣମ୍, ନଚିକେତାକୁ ଯମ କହୁଛନ୍ତି। ସେ ଗୌହରେଷ୍ଠ, ଗୌହର ଭିତରେ ସେ ରହିଛନ୍ତି, ହୃଦୟ ଗୌହର ଭିତରେ ସେ ରହିଛନ୍ତି। ସୁସ୍ମୃତେ ସର୍ବନ୍ କାମାନ୍ ସହ ବ୍ରହ୍ମଣା ବିପଶ୍ଚିତେତି, ତାଙ୍କର ଏହି ବାସସ୍ଥାନକୁ ଯିଏ ଜାଣେ, ସେ ଯେ ରହିଛନ୍ତି ପରମ ଗୌହର ଭିତରେ, ସେଇ ଗୌହର ଭିତରକୁ ଯିଏ ପ୍ରବେଶ କରିପାରିବ, ସେ ତାଙ୍କୁ ତ ପ୍ରାପ୍ତ କରିବ, ତାହା ସହିତ ସର୍ବଜ୍ଞ ବ୍ରହ୍ମଙ୍କର ଅନୁଭୂତି ସହିତ ସମସ୍ତ ପ୍ରକାର ଆନନ୍ଦର କାମନାର ଆନନ୍ଦ ଏସବୁକୁ ମଧ୍ୟ ପ୍ରାପ୍ତ କରିପାରିବ। ଏଣୁ ଋଷିମାନେ ଏହି ବ୍ରହ୍ମଙ୍କ ସମ୍ବନ୍ଧରେ ସତ୍ୟମ୍ ଜ୍ଞାନମ୍ ଅନନ୍ତ, ତାଙ୍କ ସମ୍ବନ୍ଧରେ ତାଙ୍କ ଯେଉଁ ତ୍ରିବିଧ ପରିପ୍ରକାଶ, ଏହି ସମ୍ବନ୍ଧରେ ସେ ଯେଉଁ ଆଲୋଚନା କରିଛନ୍ତି, ସେ ଆଲୋଚନାକୁ ଶ୍ରୀ ଅରବିନ୍ଦ ଏକ ସୁନ୍ଦର ଭାଷାରେ ସେ ଆଲୋଚନା କରୁଛନ୍ତି ଏବଂ ଆମକୁ ଗୋଟେ ଗୋଟେ ସେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ଏବଂ ସେ ପ୍ରଶ୍ନ ସହିତ ସେ ଉତ୍ତର ମଧ୍ୟ ତାଙ୍କର ଅଭିଜ୍ଞତା ଦ୍ୱାରା ସେ ବର୍ଣ୍ଣନା କରିଛନ୍ତି। ଆମେ ଗତଥର ପଢ଼ିଥିଲେ ସେଇ କେନ ଆଣ୍ଡ ଆଦର ଉପନିଷଦର ଶ୍ରୀ ଅରବିନ୍ଦଙ୍କ ଯେଉଁ ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍ ବ୍ରହ୍ମ ଏ ସମ୍ବନ୍ଧରେ ଆଲୋଚନା କରିଛନ୍ତି, ତା ବିଷୟରେ ଆମେ ପଢ଼ିଥିଲେ ଯେ ଏଇ ଯେଉଁ ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍,
ଏ ତିନିଟି ଅଲଗା ଜିନିଷ ନୁହେଁ। ସେ ତିନୋଟି ହେଉଛି ଅଭେଦ୍ୟ। ଏକ କେଉଁଠି ଏକ ନା ଗୋଟେ ସୁପର କନସିୟସନେସ୍ ବିଇଙ୍ଗ ପାଖରେ, ଯେଉଁ ପରମ ସତ୍ୟ ଯେ ମଣିଷ ଭିତରେ ଏକ ସୁପର ସୁପରନାଲ କନସିୟସ୍ ବିଇଙ୍ଗ ରହିଛି, ସେଇ ପରମ ଶାଶ୍ୱତଙ୍କର ସେଇ ଜାଗାରେ ସିଏ ସବୁବେଳେ ଏକ ହେଇକି ରହିଛନ୍ତି, ଅଭେଦ୍ୟ ହେଇକି ରହିଛନ୍ତି। ସେ ହେଉଛନ୍ତି ସେଇ ଅସୀମ ସତ୍ତା, ସେ ହେଉଛନ୍ତି ସେଇ ଅସୀମ ସତ୍ୟ, ସେଇ ଅନନ୍ତ ଜ୍ଞାନ ଏବଂ ଅନନ୍ତ ଆତ୍ମସତ୍ତା। ଏହି ହିସାବରେ ସେ ଆମ ହୃଦୟ କନ୍ଦର ଭିତରେ ରହିଛନ୍ତି। ତାଙ୍କର ଏଇ ଯେଉଁ ଟ୍ରିନିଟି ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍, ଏ ତିନୋଟିରୁ ଯଦି ଗୋଟେକୁ ବି ବାଦ ଦିଆଯାଇପାରିବ, ତାହେଲେ ତାଙ୍କର ଯେଉଁ ଏଇ ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍ ଯେଉଁ ବ୍ରହ୍ମର ସ୍ୱରୂପ, ତାଙ୍କର ପୂର୍ଣ୍ଣାଙ୍ଗକୁ ଆମେ ହରେଇ ବସିବା। ତେଣୁ ଆମେ ଯେହେତୁ ଏମିତି ଏକ ବୁଦ୍ଧିବୃତ୍ତି ଜୀବନ ବଞ୍ଚୁଛେ ଯେ ଆମେ ତାଙ୍କର ନା ଅନନ୍ତତାକୁ ଜାଣିପାରୁଛେ ନା ସତ୍ୟମ୍ ଜ୍ଞାନକୁ ଜାଣିପାରୁଛେ। ତେଣୁ ଆମେ ଅଧିକାଂଶ ତାଙ୍କୁ ହରେଇ ବସୁଛେ ଏବଂ ଯେତେବେଳେ ତାଙ୍କୁ ହରେଇ ବସୁଛେ ସେତେବେଳେ ଆମେ କେଉଁଠି ନା ଗୋଟିଏ ଅର୍ଦ୍ଧ ଆଲୋକ ଜୀବନ ଭିତରେ ପଡ଼ିଯାଉଛେ। ସେହି ଅର୍ଦ୍ଧ ଆଲୋକ ଭୂମି ଭିତରକୁ ପଶିଯାଉଛେ ଏବଂ ଅନ୍ଧାର ଆଲୋକ ଭିତରେ ବିନା କାରଣରେ ଗୋଟେ ଆମେ ବିଭ୍ରାନ୍ତି ହେଉଛେ। ଆଉ ବୃଥା ଅତିରଞ୍ଜନ ଭିତରକୁ ପ୍ରବେଶ କରୁଛେ ଏବଂ ସେହି ପରମଙ୍କୁ ଆଉ କିଛି ନ ଭାବିକିରି ଆମେ ତାକୁ ଅଣ୍ଡାଳି ହେଉଛେ ଗୋଟେ ବୁଦ୍ଧିବୃତ୍ତି ଦ୍ୱାରା, ତାଙ୍କୁ ଦେବତା କରିଦେଇକିରି ତାକୁ ସ୍ତୁତି କରୁଛେ, ଗାନ କରୁଛେ। କିନ୍ତୁ ତାଙ୍କର ଏଇ ଯେଉଁ ସତ୍ୟମ୍ ଜ୍ଞାନମ୍ ଅନନ୍ତର ଧାରାକୁ ଆମେ କେତେବେଳେ ବି ବୁଝିପାରୁନା ବା ଅନୁଭବ କରିନଥାଉ। ତାପରେ ସେ ସୁନ୍ଦର ଆଲୋଚନା କରୁଛନ୍ତି ସେଇ ସେ ଅନନ୍ତତାର ଶକ୍ତିକୁ ଆଲୋଚନା କରୁଛନ୍ତି ଯେ ସେ ଏମିତି ଅନନ୍ତ ଯେ ହେଉଛି ଦେଶ ଏବଂ କାଳବିହୀନ, ସେ କାଳାତୀତ ଦେଶାତୀତ। ସେ ମଧ୍ୟ ସେଇ ପରମ ଶାଶ୍ୱତତା ଭିତରେ ସେଇ ଦେଶ କାଳର ସେଇ ସୀମାହୀନ ଦେଶ କାଳ ଭିତରେ ସେ ଜଗତକୁ ମଧ୍ୟ ରଚନା କରିଛନ୍ତି ଏବଂ ସିଏ ଏକ ସୀମାହୀନ ସଫଳତା ଭିତରେ ମଣିଷକୁ ଯାତ୍ରା କରାଉଛନ୍ତି ଏବଂ ସିଏ ମଧ୍ୟ ନିଜେ ସେ ଅନନ୍ତ ସେ କାର୍ଯ୍ୟ କାରଣ ସୀମା ଭିତରେ ମଧ୍ୟ ରହିଯାଉଛନ୍ତି। କିନ୍ତୁ ତାଙ୍କର ସେଇ କାର୍ଯ୍ୟ କାରଣଟା ମଧ୍ୟ ଅନନ୍ତ, ତାଙ୍କ ଟାଇମ୍ ଆଣ୍ଡ ସ୍ପେସ୍ ମଧ୍ୟ ଅନନ୍ତ ଏବଂ ତାଙ୍କର ଏଇ ଯେଉଁ ବିରାଟ ଅନନ୍ତ ଭିତରୁ ସେ ଯେତେବେଳେ ଏଇ ପୃଥିବୀ ପୃଷ୍ଠକୁ ଅବତରଣ କରୁଛନ୍ତି ଗୋଟେ ମେଣ୍ଟାଲ ଆଣ୍ଡ ଭାଇଟାଲ ଟର୍ମରେ, ସେଇଟା ତାଙ୍କର ଗୋଟେ କ୍ଷୁଦ୍ର ଏସ୍ପେକ୍ଟ, ତାଙ୍କର ବହୁତ ଅନନ୍ତତା ଭିତରୁ ଗୋଟେ କ୍ଷୁଦ୍ର ଏସ୍ପେକ୍ଟ ଭାବରେ ଆମେ ମେଣ୍ଟାଲ ଭାଇଟାଲ ଟର୍ମ ଭିତରକୁ ଆସିଛେ। ଏଇଟା ଟୋଟାଲ ତାଙ୍କର ମେଣ୍ଟାଲ କଜାଲିଟି ନୁହେଁ ଏବଂ ଆମେ ତାହାରି ଭିତରେ ଗୋଟେ ଯେତେବେଳେ ଆମ ଭିତରେ ଗୋଟେ ଆତ୍ମଦୃଢ଼ତା ଆସିଯିବ, ଆମ ଭିତରେ ଗୋଟେ ଅବଧାରଣା ଆସିଯିବ ଶାଶ୍ୱତଙ୍କର ଆତ୍ମଜାଗରଣ ଦ୍ୱାରା, ସେତେବେଳେ ଆମେ ସେ ପରମ ଅନନ୍ତଙ୍କ ସହ ଗୋଟେ ଏଇ ଶାଶ୍ୱତ ବିଇଙ୍ଗ ସହିତ ପରମ ଅନନ୍ତଙ୍କ ସହ ଗୋଟେ ସମତା ସ୍ଥାପନ କରିପାରିବା, ସେତେବେଳେ ଅନନ୍ତକୁ ବୁଝିପାରିବା। ତାପରେ ସେ ହେଉଛନ୍ତି ସେଇ ସତ୍ୟ, ସେ ହେଉଛନ୍ତି ଅସୀମ ସତ୍ୟ। ତାଙ୍କର ଗୋଟିଏ ରୂପ ହେଉଛି ସେ ଶାଶ୍ୱତ, ତାଙ୍କର ଅସୀମ ଶାଶ୍ୱତ ସତ୍ୟ, ସେ ଶାଶ୍ୱତ ସତ୍ୟ ସତ୍ତା ଏବଂ ସେ ସତ୍ୟ ରୂପରେ ଏଇ ପୃଥିବୀ ପୃଷ୍ଠ ନିଜକୁ ଅଭିବ୍ୟକ୍ତ କରିଛନ୍ତି।
ସେ ଲାଇଭ୍ ଡିଭାଇନ୍ରେ କହୁଛନ୍ତି ଯେତେବେଳେ ସିଏ ସଚ୍ଚିଦାନନ୍ଦ ଏବେ ଏ ଜଗତରେ ଅବତରଣ କରୁଛନ୍ତି, ଆମେ ଯେଉଁ ଜଡ଼ ଜଗତ ଦେଖୁଛୁ ତାଙ୍କର ସତ୍ୟ ରୂପଟି ଏଠି ଜଡ଼ ଜଗତରେ ପ୍ରକାଶିତ ହେଇଛି, ଜଡ଼ ରୂପରେ ପ୍ରକାଶିତ ହେଇଛି। ତାଙ୍କର ଚେତନା ରୂପଟି ପ୍ରାଣ, ତାଙ୍କର ଆନନ୍ଦ ରୂପଟି ମନ ମଧ୍ୟରେ ରୂପାୟନ ହେଇଛି। ତେଣୁ ମନ ଦ୍ୱାରା ଆମେ ଆନନ୍ଦକୁ ଅନୁଭବ କରିପାରିବା, ମନର ଗୋଟେ ଉର୍ଦ୍ଧ୍ୱାୟନ ଗତି ଦ୍ୱାରା, ଏବଂ ପ୍ରାଣ ଶକ୍ତିର ଯେଉଁ ବିଶାଳତା ଦ୍ୱାରା ଆମେ ତାଙ୍କର ସେ ଅନନ୍ତ ସାମର୍ଥ୍ୟକୁ ଅନୁଭବ କରିପାରିବା। ଏବଂ ଏଇ ଜଡ଼ ହିଁ ତାଙ୍କର ସେଇ ପରମ ସତ୍ୟଙ୍କର କ୍ଷୁଦ୍ର ସତ୍ୟ ଭାବରେ ନିଜକୁ ଏଠି ସାବ୍ୟସ୍ତ କରୁଛି। ତେଣୁ ସେହି ସତ୍ୟ ମଧ୍ୟ ଏଇଠି ନିଜକୁ ଏକ୍ସପ୍ରେସନ୍ କରିଛନ୍ତି ଅଫ୍ ବିଇଂ ଆଣ୍ଡ ବିକାମିଂ ଭାବରେ। ସେ ବିଇଂ ହେଇଛନ୍ତି ଏବଂ ସେ ମଧ୍ୟ ବିକାମିଂ ହେଇ ଉଠିବେ। ତେଣୁ ଏଇ ସାର୍କମଷ୍ଟାନ୍ସେସ୍, ଏଇ ଯେଉଁ ସେଲ୍ଫ ଏକ୍ସପ୍ରେସନ୍ ହେଇଛି ମନ କିନ୍ତୁ ତାକୁ ସୀମାବଦ୍ଧ କରିଦେଉଛି। The self expression appears to the mind as finite. ମାତ୍ର ସେ ସୀମାବଦ୍ଧ ନୁହନ୍ତି। But nothing is really finite except the way of the mind has of expressing all that appears to this view. ତେଣୁ ମନ ସେ ଫାଇନାଇଟ୍ ଦ୍ୱାରା ସେ ତାଙ୍କୁ ଅଭିଜ୍ଞତା ନେଇକି ତାକୁ ବର୍ଣ୍ଣନା କରୁଛି। ସେଇଥିପାଇଁ ଗୀତାରେ କହୁଛନ୍ତି ଯେ ଆମେ ଏଇ ଜଗତକୁ ଯାହା ଦେଖୁଛେ ପ୍ରକୃତ ଏମାନେ ସବୁ ସତ୍ୟ ଛଡ଼ା କିଛି ରହିପାରିବେନି। ନା ସତ ବିଦତି ଭାବ, ନା ଭାବ ବିଦତି ସତ। ଅସତର କୌଣସି ଅସ୍ତିତ୍ୱ ନାହିଁ, କେବଳ ସତ୍ର ହିଁ ଅସ୍ତିତ୍ୱ ରହିଛି। ତେଣୁ ଏଠି ସତ୍ ନିଜକୁ ଲିମିଟେଡ୍ କରିକିରି ଏଇଠି ଜଡ଼ ଭିତରେ ରହିଛନ୍ତି। ତେଣୁ ସାଧାରଣ ମଣିଷ ସେଠି ପରମ ସତ୍ ହେଉଛନ୍ତି ସେ ଚିରନ୍ତନ ସତ୍, ଏଠି ହେଉଛନ୍ତି ଗୋଟିଏ ପ୍ରାତିଭାସିକ ସତ୍। ସେଠି ତାଙ୍କର ସେ ଷ୍ଟେବିଲିଟି ରହିଛି, ଏଠି ଇନଷ୍ଟେବିଲିଟି ରହିଛି। ସେଠି ଚିରସ୍ଥାୟୀ, ଏଠି ହେଉଛି ଦୀର୍ଘସ୍ଥାୟୀ, ବା କ୍ଷଣସ୍ଥାୟୀ ବି ହୁଏ, ଦୀର୍ଘସ୍ଥାୟୀ ବି ହୁଏ। ତେଣୁ ପରମ ସତ୍ ଏଠି ମଧ୍ୟ ସେ ବିରାଜମାନ କରିଛନ୍ତି ରୂପ ମାଧ୍ୟମରେ। ତାପରେ ସେ ନଲେଜକୁ ଆଲୋଚନା କରୁଛନ୍ତି। ସେଇ ହେଉଛି ଆତ୍ମଜ୍ଞାନ, ଏବଂ ସେ ଆତ୍ମଜ୍ଞାନ ନିଜକୁ ଅନନ୍ତ ଜ୍ଞାନ, ତାଙ୍କର ଅନନ୍ତ ଜ୍ଞାନ ବାସ୍ତବରେ ସେଇ ସତ୍ୟ। ଇନ୍ ଦ ଟ୍ରୁଥ୍ ଅଫ୍ ଅଲ୍ ଥିଙ୍ଗସ୍ ସିନ୍ ନଟ୍ ବାଇ ଦି ମାଇଣ୍ଡ। ମନ ତାକୁ ସମସ୍ତ ଜିନିଷକୁ ସେ ଦେଖିପାରେ ନାହିଁ, କାରଣ ମନ ନଲେଜକୁ, ସମଗ୍ର ନଲେଜକୁ ସେ ଧରିପାରିବ ନାହିଁ। ବଟ୍ ବାଇ ଦି ସେଲ୍ଫ ଭିଉଇଂ ଅଫ୍ ଦି ସ୍ପିରିଟ୍, ମନ ସେ ଆତ୍ମାକୁ, ସେଇ ପରମାତ୍ମାକୁ କେବଳ କ୍ୟାନ୍ ନଟ୍ ବି ସିନ୍। ତାପରେ ସେ କହୁଛନ୍ତି କାରଣ ଦିସ୍ ନଲେଜ ଇଜ୍ ନଟ୍ ପସିବୁଲ୍ ଟୁ ଦି ମାଇଣ୍ଡ। ମନ ତାକୁ କେତେବେଳେ ବି ଧରିପାରିବ ନାହିଁ, ତା ପାଇଁ ସମ୍ଭବ ନୁହେଁ। ସେ କେବଳ it can only be reflected inadequately by it when it is touched by the ray from the secret luminous cavern of our superconscient being। ଆମର ଯେଉଁ ସୁପରକନସିଏଣ୍ଟ ବିଇଂ ରହିଛନ୍ତି ଆମର ଗୁପ୍ତ ଭାବରେ ଆମ ହୃଦୟ ଗହ୍ୱରରେ, ଏବଂ ସେଇ ଆଲୋକିତ ସତ୍ତା, ସେଇ ଦେବ, ତାଙ୍କ ପାଖରୁ ଯଦି ଗୋଟିଏ ରେ ଆସିକି ଏଇ ମନକୁ ଟଚ୍ କରିଦିଏ, when it touched by a ray, ସେତେବେଳେ ସେଇ ନଲେଜ ତାଙ୍କ ଦ୍ୱାରା ହିଁ ରିଫ୍ଲେକ୍ଟେଡ଼ ହେବ, ସେ ମନ ଦ୍ୱାରା ହିଁ ପ୍ରକାଶିତ ହେବ। ସେ ମନ ତାଙ୍କୁ ପୂର୍ଣ୍ଣ ରୂପରେ, କିଛି ମାତ୍ରାରେ ପୂର୍ଣ୍ଣ ରୂପରେ ତାକୁ ସେ ପ୍ରକାଶ କରିପାରିବ। ସେଇ ରେ ହେଉଛି that ray we make a shining ladder of climbing into the source of the supreme self-being wisdom। ସେଇ ଆଲୋକ, ସେଇ ଜ୍ଞାନର
ସେହି ଆଲୋକ ଆମ ପାଇଁ ଏକ ସିଡ଼ି ହେଇ ଉଠିବ, ଗୋଟେ ଜ୍ୟୋତିର୍ମୟ ସିଡ଼ି ହେଇ ଉଠିବ। ସେ ସିଡ଼ି ମାଧ୍ୟମରେ ଆମେ ସେ ପରମ ସୁପ୍ରିମକୁ ଦେଖିପାରିବା ଆମ ୱିଜଡମ୍ରେ। ସେତେବେଳେ ଆଉ ନଲେଜ ୱିଜଡମ୍ରେ ରୂପାନ୍ତରିତ ହୋଇଯାଇଥିବ। ତେଣୁ ଏହି ପ୍ରକାରରେ ଶ୍ରୀ ଅରବିନ୍ଦ ଆମକୁ ସେ ଶାଶ୍ୱତଙ୍କର ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍ କୁ ବର୍ଣ୍ଣନା କଲେ ଏବଂ ଏହି ମାଧ୍ୟମରେ ଆମେ ହିଁ ସେ ପରମ ବ୍ରହ୍ମଙ୍କୁ ଜାଣିବା। ତାପରେ ଶ୍ରୀ ଅରବିନ୍ଦ 151 ପୃଷ୍ଠାରେ ସେ ଆଲୋଚନା କରୁଛନ୍ତି ହ୍ୱାଟ୍ ଇଜ୍ ବ୍ରହ୍ମନ୍, ସେ ବ୍ରହ୍ମ କ'ଣ, ଏ ସମ୍ପର୍କରେ ସେ ସୁନ୍ଦର ଭାବରେ ସେଠି ଆଲୋଚନା କରୁଛନ୍ତି। Whatever reality is in existence, by which all the rest subsists, that is Brahman. ସେଠି ସୁନ୍ଦର ଭାବରେ କହୁଛନ୍ତି ଯେ ଏହି ବିଶ୍ୱ ପ୍ରକୃତିରେ ଯିଏ ବାସ୍ତବ ସତ୍ୟ, whatever reality is in existence, ଏବଂ ଯାହାଙ୍କ ଦ୍ୱାରା by which all the rest subsist, that is Brahman. ଯାହାଙ୍କ ଦ୍ୱାରା ଏ ସମସ୍ତ କିଛି ସବସିଷ୍ଟ, ଏଇ ସମସ୍ତ କିଛି ଜୀବିତ ହେଇକି ରହିଛନ୍ତି, ଏଠି ତାଙ୍କର ଅଧିକାର ପାଇଛନ୍ତି, ଏଠି ରହିପାରିଛନ୍ତି, ଯାହାଙ୍କ ଦ୍ୱାରା ରହିଛନ୍ତି, ସେ ହେଉଛନ୍ତି ବ୍ରହ୍ମ। ଏ ସମସ୍ତ ଭିତରେ, ସମସ୍ତ ଅଶୁଦ୍ଧ ଭିତରେ ଗୋଟିଏ ଶୁଦ୍ଧ ରହିଛି। ସେହି ଶୁଦ୍ଧ ସେହି ପରମ ବ୍ରହ୍ମନ୍, ସେ ସମସ୍ତଙ୍କୁ ଧାରଣ କରିକି ରହିଛି ଏବଂ ତାଙ୍କ ଦ୍ୱାରା ହିଁ ସମସ୍ତେ ରହିଛନ୍ତି। an eternal behind all instabilities, ଗୋଟିଏ ଶାଶ୍ୱତ ଏଇ ଇନଷ୍ଟେବିଲିଟିଜ ଜଗତ, ଏ ଜଗତଟା ହେଉଛି ଗୋଟେ ଇନଷ୍ଟେବିଲିଟି ଜଗତ। ସେ ଚିରସ୍ଥାୟୀ ନୁହେଁ, ସେ କ୍ଷଣସ୍ଥାୟୀ। ସେ ସବୁବେଳେ ଇନଷ୍ଟେବିଲିଟି ହେଇକି ରହେ। ଆଜି ସୃଷ୍ଟି ହେବ, କାଲି ବିନାଶ ହେଇଯିବ। ସେଇଥିପାଇଁ ଏ ସଂସାରକୁ ବୃକ୍ଷ ସହିତ ତୁଳନା କରାଯାଇଛି। ବୃଶ୍ଚତି ଇତି ବୃକ୍ଷ, କାଲି ନଥିବ। ଏ କ୍ଷଣଭଙ୍ଗୁର ବା ଇଏ ଅସ୍ଥିର ଜଗତ, ସମସ୍ତ ଜଗତ ପଛରେ ଏନ୍ ଇଟର୍ନାଲ ଶାଶ୍ୱତ ଭାବରେ ସେ ରହିଛନ୍ତି। ଏ ଟ୍ରୁଥ୍ ଅଫ୍ ଥିଙ୍ଗସ୍ ହୁଇଚ୍ ଇଜ୍ ଏମ୍ପ୍ଲଏଡ୍, ସେହି ସତ୍ୟ ସେ ନିଜକୁ ଏଠି, ସେହି ପରମ ସତ୍ୟ ନିଜକୁ ଏଠି ସ୍ଥାପନ କରିଛନ୍ତି। If it is hidden in all appearance, a constant which support all mutations, ସେ ରହିଛନ୍ତି ଗୁପ୍ତ ଭାବରେ। ଯେତେ ଏପିଆରେନ୍ସ, ଯେତେ ଆମେ ଦେଖୁଛେ ଜଡ଼ ଜଗତ, ପ୍ରାଣୀ ଜଗତ, ଦୃଶ୍ୟ ଅଦୃଶ୍ୟ ଯେତେ ଜଗତ ରହିଛି ବା ଯେତେ ବିଙ୍ଗ ମଧ୍ୟ ରହିଛନ୍ତି, ସେ ପ୍ରତ୍ୟେକଙ୍କର ହିଡିନ୍, ସମସ୍ତଙ୍କ ଗୋଟେ ହୃଦୟ ଗହ୍ୱର ଭିତରେ ଗୋଟେ ସ୍ଥିର ଧ୍ରୁବ ସତ୍ୟ ଭଳି ରହିକିରି ସେ ସମସ୍ତଙ୍କୁ ସପୋର୍ଟ କରୁଛନ୍ତି। କିନ୍ତୁ ନିଜେ ବଟ୍ ଇଜ୍ ନଟ୍ ଇନକ୍ରିଜ୍ଡ, ଡିମିନିସ୍ଡ, ଏବ୍ରୋଗେଟେଡ୍, ସେ ନିଜେ କିନ୍ତୁ ତାଙ୍କର ବର୍ଦ୍ଧନ ନାହିଁ, ତାଙ୍କ ନା ବୃଦ୍ଧି ଅଛି ନା ତାଙ୍କର ବିନାଶ ଅଛି, ବା କୌଣସି ପ୍ରକାର ତାଙ୍କୁ ତର୍ଜମା କରିହେବ। ତାଙ୍କର ନିରାକରଣ ଅଛି। ସେ ଶୁଦ୍ଧ ଚୈତନ୍ୟ। ଏବଂ ସିଏ କିଏ? ତେଣୁ ସିଏ କହୁଛନ୍ତି ଶ୍ରୀରାମଙ୍କୁ ଦେୟାର ଇଜ୍ ସାଚ୍ ଏନ୍ ଅନ୍ନୋନ୍ ଏକ୍ସ। ତାକୁ ଆମେ ବିଭିନ୍ନ ନାମ ସବୁ ଦେଇଛୁ, ଶ୍ରୀରାମ ତାଙ୍କ ନାଁ ଦେଉଛନ୍ତି ସେଇ ଏକ୍ସ, ଅନ୍ନୋନ୍। ଆମେ ଯଦି ଇକ୍ୱେସନ୍ କରୁ, ଇକ୍ୱେସନ୍ର ଯେତେବେଳେ ଅନ୍ନୋନ୍ ଜିନିଷକୁ ଜାଣିବାକୁ ଚାହୁଁ, ତାକୁ ଏକ୍ସ ବୋଲି ଧାରଣ କରୁ ଏବଂ ଖୋଜି ଖୋଜି ଚାଲୁ, ଶେଷରେ ଏକ୍ସର ମୂଲ୍ୟ ବାହାରେ। ସେମିତି ଶ୍ରୀ ଅରବିନ୍ଦ ଏଠି ସେହି ପରମ ବ୍ରହ୍ମଙ୍କୁ, ଯିଏ ଏ ଜଗତର ଧାରକ ପୋଷଣକର୍ତ୍ତା, ତାଙ୍କର ରହିକରି ସେ ସବୁକିଛି କରୁଛନ୍ତି, କିନ୍ତୁ ତାଙ୍କ ନିଜର ବୁଦ୍ଧି ନାହିଁ କି ବିନାଶ ନାହିଁ, ବା ତାଙ୍କୁ କୌଣସି ପ୍ରକାରରେ ନିର୍ଣ୍ଣୟ କିଛି କରି ହେଉନାହିଁ। ସିଏ ହେଉଛନ୍ତି ଏକ୍ସ। ସେଇ ଏକ୍ସ ଏମିତି ପ୍ରକାର ଗୋଟେ ସତ୍ତା ଆମ ଭିତରେ ଅଛନ୍ତି ଯାହାକୁ ନିର୍ଣ୍ଣୟ କରିହେବନି, ଯାହାର ବୁଦ୍ଧି ନାହିଁ। ସେଇ ଏକ୍ସ ହିଁ ଆମ ପାଇଁ
କ'ଣ ହେଇଛି ନା ମେକ୍ସ ଏକ୍ଜିଷ୍ଟେନ୍ସ ଏ ପ୍ରୋବ୍ଲେମ୍। ଯେହେତୁ ତାଙ୍କୁ ଜାଣି ହେଉନାହିଁ ତେଣୁ ସିଏ ଆମ ପାଇଁ ଏକ ପ୍ରୋବ୍ଲେମ୍ ହେଇକି ରହିଛନ୍ତି। ଆୱାର ଓନ୍ ସେଲ୍ଫ ଏ ମିଷ୍ଟ୍ରି, ଆମର ଆତ୍ମା ସେ ଗୋଟେ ରହସ୍ୟ ହେଇକି ରହିଛି। ଦି ୟୁନିଭର୍ସ ଏ ରିଡଲ୍, ଏ ବିଶ୍ୱ ଆମ ସମସ୍ତଙ୍କ ପାଇଁ ଗୋଟେ ପ୍ରହେଳିକା ହେଇକି ରହିଛି। ତା କାରଣ ଏଇ ଇନ୍ଦ୍ରିୟ ତାକୁ ଦେଖିପାରୁନାହିଁ, ଜାଣିପାରୁନାହିଁ। ସେ ପାଖରେ ରହିଛନ୍ତି, ହୃଦୟ ଭିତରେ ରହିଛନ୍ତି, ଅତି ନିକଟରେ ରହିଛନ୍ତି, ଜଡ଼ିକି ରହିଛନ୍ତି, ଧାରଣ କରୁଛନ୍ତି, ପୋଷଣ କରୁଛନ୍ତି, କିନ୍ତୁ ତାକୁ ଇଏ ଜାଣିପାରୁନାହିଁ, ଅଣ୍ଡାଳି ହେଉଛି। ଆଉ ତାକୁ ଦେବଦେବୀ କରିକି ପୂଜା କରିକି ତା ସ୍ତୁତିଗାନ କରୁଛି, ତାଙ୍କର କୌଣସି କଥାକୁ ସେ ବୁଝିପାରୁନାହିଁ। ତେଣୁ ସେ ତାଙ୍କ ସମ୍ପର୍କ ସିଏ ତାର ଯେଉଁ ସମସ୍ୟା ରହିଛି ଗୋଟେ ରହସ୍ୟ ହେଇକି ରହିଛନ୍ତି। ସେ ରହସ୍ୟ କେମିତି ଉନ୍ମୋଚନ ହେବ? ଇଫ୍ वी आर ओनली व्हाट वी सीम्स टू बी आवर नॉर्मल अवेयरनेस, ଯଦି ଆମେ ଆମର ନର୍ମାଲ ସେଲ୍ଫ ଆୱାରନେସ୍ ହେଇପାରିବ, ଆମ ଆତ୍ମଜାଗରଣ ଯଦି ଆମର ହେଇପାରନ୍ତା, ଦେୟାର ଉଡ୍ ବି ନୋ ମିଷ୍ଟ୍ରି, ସେତେବେଳେ ଆଉ ସେ ରହସ୍ୟ ହେଇକି ରହିବେ ନାହିଁ, ତାଙ୍କ ରହସ୍ୟଟା ଉନ୍ମୋଚନ ହେଇଯିବ। ତେଣୁ ଆଧ୍ୟାତ୍ମିକତା ଏକ ସେଲ୍ଫ ଆୱାରନେସ୍, ଶ୍ରୀ ମା କହିଛନ୍ତି ଗୋଟେ ଆତ୍ମଜାଗରଣ ହିଁ ଆଧ୍ୟାତ୍ମିକତା। ଦେୟାର ଉଡ୍ ବି ନୋ ମିଷ୍ଟ୍ରି, ଆଉ ରହସ୍ୟ ହେଇକି ରହିବ ନାହିଁ। ଟୁ ବି ଆୱାର ନର୍ମାଲ ସେଲ୍ଫ, ଇଫ୍ ଦି ୱାର୍ଲଡ ୱେୟାର only what it can be made out to be by the perception of the sense and their strict analysis in the reason। ସେଠି ସୁନ୍ଦର ଭାବରେ କହୁଛନ୍ତି ଯେତେବେଳେ ସିଏ ଆମର ସେଲ୍ଫ ଆୱାରନେସ୍ ଆସିଯିବ, ସିଏ ଆମ ପାଇଁ ଆଉ ରହସ୍ୟ ହେଇକି ରହିବେ ନାହିଁ। ଏ ଜଗତ ମଧ୍ୟ ଏବଂ ଜଗତର ସମସ୍ତ ବିଭବ ମଧ୍ୟ ଆମର ସେନ୍ସର ପାରସେପସନ୍ ଦ୍ୱାରା ତାକୁ ଜାଣି ହେବ, ଜାଣିପାରିବ ଏବଂ ତାକୁ ଷ୍ଟ୍ରିକ୍ଟ ଆନାଲାଇସିସ୍ ଇନ୍ ଦିସ୍ ରିଜିନ୍, এই ବୁଦ୍ଧି ଦ୍ୱାରା, এই ବୁଦ୍ଧିରେ ସିଏ ତାକୁ ବର୍ଣ୍ଣନା କରିପାରିବ। ନିଶ୍ଚିତ ଭାବରେ ବିଗ୍ ବ୍ୟାଙ୍ଗ ତତ୍ତ୍ୱ ବା ଯାହା ଆଜି କହୁଛି ସେ ମଧ୍ୟ କିଛି ମାତ୍ରାରେ ତାକୁ ଧରା ଦେଇଛନ୍ତି, ପୂର୍ଣ୍ଣ ରୂପରେ ନହେଲେ ବି ମଣିଷର ଇନ୍ଦ୍ରିୟ ମାଧ୍ୟମରେ, କାରଣ ମଣିଷ ଜାଗୃତତା ହେଇଛି ତାଙ୍କ ସମ୍ପର୍କରେ ଏବଂ କିଛି କିଛି ସେ ତାଙ୍କ ଆଗରେ ଧରା ଦେଇଛନ୍ତି, ସମ୍ପୂର୍ଣ୍ଣ ହେଲେ ବି। ସେତେବେଳେ ଦେୟାର ଉଡ୍ ବି ନୋ ରିଡଲ୍, ଆଉ ଏ ବିଶ୍ୱ ସମ୍ପର୍କରେ ଆମର ଯେଉଁ ରହସ୍ୟ ଏବଂ ଯେଉଁ ପ୍ରହେଳିକା ହେଇକି ରହିଛି ସିଏ ଆଉ ପ୍ରହେଳିକା ହେଇକି ରହିବ ନାହିଁ। and if to take our life as it now, ଆମର ଜୀବନକୁ as it is ସେହି ସ୍ଥିତିକୁ ନେଇଯାଇପାରିବା, and the world as it is, as it has, ଏବଂ ପ୍ରକୃତରେ ବିଶ୍ୱ ଯାହା ସେହି ସ୍ଥିତିକୁ ଯଦି ନେଇଯାଇପାରିବା, far developed to our experience, there would be whole possibilities of knowing and doing। ସେତେବେଳେ ଆମର ସମସ୍ତ ଅଭିଜ୍ଞତା ଅର୍ଜନ କରିପାରିବା ଏବଂ ସମସ୍ତ ସମ୍ଭାବନା ଆମ ପାଇଁ ଖୋଲିଯିବ, ଆମେ ଜାଣିପାରିବା ଏବଂ ସବୁକିଛି ତାଙ୍କରି ମାଧ୍ୟମରେ ସବୁକିଛି କରିପାରିବା। ଦେୟାର ଉଡ୍ ବି ନୋ ପ୍ରୋବ୍ଲେମ୍, ଆଉ ଆମ ପାଇଁ ସେ ପ୍ରୋବ୍ଲେମ୍ ହେଇକି ରହିବେ ନାହିଁ, ସେ ଉନ୍ମୋଚିତ ହେଇ ଉଠିବେ। or at best there would be not a shallow mystery, এই ଯେଉଁ ମିଷ୍ଟ୍ରି ରହିଛି ସେ ଆତ୍ମାଙ୍କ ସମ୍ପର୍କରେ, ସେ ଆତ୍ମାର ସେଇ ମିଷ୍ଟ୍ରି ଆଉ ସେଲୋ ଅର୍ଥାତ୍ ଆଉ ଗଭୀରତା ନଥିବ ତାର, ସେ ମିଷ୍ଟ୍ରି ସହଜରେ ଆମ ପାଇଁ ଉନ୍ମୋଚିତ ହେଇଯିବେ। ଇଜିଲି ସଲ୍ଭଡ୍ ରିଡଲ୍, ଯେଉଁ ପ୍ରହେଳିକା ଆମ ପାଇଁ ରହିଛି ସେ ସହଜରେ ତା ସମାଧାନ ହେଇଯାଇପାରିବ। and the problem only of child's puzzled, ସେଇ ଏକ ସମ୍ବନ୍ଧରେ, ସେଇ ପରମ ବ୍ରହ୍ମଙ୍କ ସମ୍ବନ୍ଧରେ ଯେଉଁ ଆମର ସମସ୍ୟା ସବୁ ରହିଛି ତାକୁ ଗୋଟେ ପିଲା ଖେଳ ଭଳିଆ ହେଇଯିବ। but there is more, and that more is hidden head of infinity and secret heart of the eternal। ତେଣୁ
से अधिक भाव में आमको ये आह्वान दौरान से जे हिडन हेड ऑफ इनफिनिटी से इनफिनिटी से गुप्त मुंड सब रही आम भितर एवं से शाश्वतर सिक्रेट हार्ट ऑफ इटर्नाल से शाश्वतर जो गुप्त हृदय रही ता भीतर को प्रवेश करी हबो। इट इज हाईएस्ट एंड हाईएस्ट दिस हाईएस्ट इज ऑल से ही जहाँ उन्मोचित हेबे से ही परम से परम को हम प्राप्त करि परिबा। इट इज द हाईएस्ट एंड दिस हाईएस्ट इज द ऑल से ही होचंदी सबु किछिर ऊर्ध्व से परम व्यम। देयर इज नोन बियॉन्ड एंड देयर इज नोन अदर देन इट तांको ऊर्ध्वरे और किछि नाही से ही सर परम एवं तांको जानिबा द्वारा बाय नोइंग द हाईएस्ट टू नो ऑल से परम को जानिबा द्वारा आमे सबु को जानि परिबा सबु किछि आम आग्रह धरा दे देबे जेतो से आम पई रहस्यावृत होइके रहिचंती परम जेहेतु आम पई रहस्यावृत होइके रहिचंती तेणु तांकर समस्त अभिव्यक्ति जगत मध्य आम पई रहस्यावृत होइके रहिछि। केतबे से धरा देबे से आम पई से परम आसी जीवा पाखु से ही कहीं से ही ऊर्ध्व तांको बियॉन्ड किछि नाही। फॉर एज इट इज बिगिनिंग एंड सोर्स ऑफ ऑल थिंग से तांकर स्थितिटे होउछि से होउछि आरंभ एवं से होउछि सबु जिनिसर उत्स सोर्स ऑफ ऑल थिंग्स। सो एवरीथिंग एल्स इज इट्स कॉन्सिक्वेंस आमे जहाँ देखुचे जगत भितरे ये सबु तांकर परिणाम। एज इट इज द सपोर्ट एंड कन्स्टांट ए कन्स्टिट्यूएंट ऑफ ऑल थिंग्स से सबु किछि को धारण करिसंती सबु किछि को गठन करूचंती पालन करूचंती सबु किछि। सो द सीक्रेट ऑफ एवरीथिंग एल्स इज एक्सप्लेन्ड बाय द सीक्रेट तेणु सी तो गुप्त सी तो रहस्य तांको आमे किमिति अनुभव करिबा तांको एक्सप्रेस करिबा से गुप्त गुप्त भाव एक्सप्रेस करिबा करि हबो। सूक्ष्म को सूक्ष्म द्वारा एक्सप्रेस करि जो सूक्ष्म को स्थूल द्वारा एक्सप्रेस करि हबो नाही। जेमिति आम भितरे रोगटा एक सूक्ष्म आम भितर जीवाणु माने सब सूक्ष्म ताको किए मारे ना आम सूक्ष्म मेडिसिन सूक्ष्म को सूक्ष्म मारी पारिबो सिमिति सी जे सिक्रेट सिमिति से सिक्रेट को केवल से सिक्रेट ही एक्सप्लेन करि पारिबो। एज इट इज दी सम एंड एंड ऑफ ऑल थिंग्स सी हूँ सबू समग्र सबु किछिर मिशाण से ही सबु किछिर शेष। सो एवरीथिंग एल्स अमाउंट्स टू इट तेणु आमे जहाँ देखुचे सबु किछि तांकर से उचित तांकर ही अमाउंट एंड बाय थ्रोइंग इटसेल्फ इनटू द अचीव्स द सेंस ऑफ इट्स ओन एक्जिस्टेंस सी जदि निजे आम आगे धरा देवे सेते बेले आम सेंस ताको अचीव करि परिबो एवं तांकर अस्तित्व को अनुभव करि परिबो। दिस इज द ब्रह्म तो से होचंती ब्रह्म से होचंती परम से होचंती सबु किछिर मूल। एई कथा एटी मु जिमती बुझिली से अनुसार आलोचना कली तेणु आमे एई आलोचनार धारा को आमे बुझिबा। विनोद भाई आपन टिके आलोचना आरंभ करंतु। रब भाई अछंती रब भाई आलोचना आरंभ करंतु तार विनोद भाई कहि रवि भाई। समस्त को नमस्कार।